ସବୁ ସମସ୍ୟା ମରିଯିବ। ଜାଣିଛୁ ଭାଇ, ବଡ଼ ଭାଇଙ୍କୁ ନା ବ୍ରେନ୍ ଟ୍ୟୁମର। ତଥାପି ସେ ରୋଗୀଣା ଦେହରେ କାମ କରିବାକୁ ଯାଉଛନ୍ତି କେବଳ ତୋ ପାଠ ପଢ଼ିବା ପାଇଁ ଆଉ ଆମମାନଙ୍କ ମୁହଁରେ ଆହାର ଦେବା ପାଇଁ। ଓ ଆରେ ସେଇଟା ତ ବଡ଼ ଭାଇ ହିସାବରେ ତାଙ୍କର କର୍ତ୍ତବ୍ୟ। ସିଏ କରିବେନି ତାକୁ କରିବ କିଏ? ଆରେ ଭାଇ ତ ସବୁବେଳେ ଆମ କଥା ଚିନ୍ତା କରୁଛନ୍ତି, ହେଲେ ତୁ କେତେବେଳେ ତାଙ୍କ କଥା ଚିନ୍ତା କରିଛୁ? ଜାଣିଛୁ ଭାଇ, 2 ମାସ ଭିତରେ ଭାଇଙ୍କର ମୁଣ୍ଡ ଅପରେସନ ଯଦି ନ ହୁଏ ସେ ହୁଏତ ଆଉ ବଞ୍ଚିବେନି। ଭାବି ଆମେ ସମସ୍ତେ ଭାଙ୍ଗି ପଡ଼ିଛୁ। ଆରେ ଏ ବିଜୟ, ଆରେ ଏ ଜୀବନ, ଆରେ ତୁ ଜାଣିଛୁ, ଆରେ ସେତେବେଳକୁ ତ ମୁଁ ଡାକ୍ତର ଚାକିରି ପାଇସାରିଥିଲି ଆଉ ମୋ ନିଜ ହାତରେ ମୋ ଭାଇଙ୍କର ଅପରେସନ କରିଦେବିନି। ତମ ତୁଣ୍ଡ ସୁନ୍ଦର ହଉ, ତମରି ହାତରେ ତମ ଭାଇ ଭଲ ହେଇଯାଆନ୍ତୁ। ଭାଉଜ ହଉ ହେଲା ହେଲା। ସେ କେମିତି ସତ ହେବ ଭାଉଜ? ମୁଁ ଡାକ୍ତର ହେଲେ ତ, ହେଲେ ମତେ ତ ଲାଗୁଛି ମୋର ଆଉ ସେ ପାଠ ପଢ଼ାଟା କମ୍ପ୍ଲିଟ୍ ହେଇପାରିବନି। ଆରେ କିଏ କହିଲେ ତ ପାଠ ପଢ଼ା କମ୍ପ୍ଲିଟ୍ ହେଇପାରିବନି? ଆରେ ତତେ ପାଠ ପଢ଼ି ଡାକ୍ତର କରି ବୁଲ ତ ମୁଁ ମୋ ଜୀବନଟାକୁ ବାଜି ଲଗେଇଦେବି। କେମିତି ଡାକ୍ତର ହେବି? କେମିତି ମୁଁ ପାଠ ପଢ଼େଇବି? କଲେଜ ଫିସ୍ 70,000 ଟଙ୍କା, ହଷ୍ଟେଲ ଫିସ୍ 1.5 ଲକ୍ଷ ଟଙ୍କା। ଆଉ ସେ ହଷ୍ଟେଲ ଇନଚାର୍ଜଟା ସଫା କହିଦେଇଛନ୍ତି ଯଦି ଟଙ୍କାଟା ଡିପୋଜିଟ୍ ନ ହୁଏ ସେ ମୋତେ କଲେଜରୁ ବାହାର କରିଦେବେ। ଆଉ ଏ ପରିସ୍ଥିତିରେ ମୁଁ ଯେ କ'ଣ କରିବି ମୁଁ କିଛି ବୁଝିପାରୁନି। ଠିକ୍ ଅଛି, ଆସିଛୁ ଯେତେବେଳେ ଟଙ୍କାଟା ସାଙ୍ଗରେ ନେଇକି ଯିବୁ। ମାଲିକକୁ ବହୁତ କାକୁତି ମିନତି ହେଇ 2 ଲକ୍ଷ ଟଙ୍କା ସୁଧକୁ ଆଣିଛି ମୋ ମୁଣ୍ଡ ଅପରେସନ ପାଇଁ। ସେ ଟଙ୍କାଟା ତୁ ନେଇଯିବୁ। ହେଲେ ଭାଇ